ଆପଣଙ୍କ ଲାଇଫ୍ରେ ଆପଣ ଏମିତି ଜାଗାକୁ ତ ଥରେ ଯେମିତି ହେଲେ ଆସନ୍ତୁ, ନହେଲେ ବହୁତ ହି ଗିଲ୍ଟି ଫିଲ୍ କରିବେ। ତ ଆଜି ଥିଲା ଆମର ଗ୍ୟାଙ୍ଗଟକ୍ରେ ଫାର୍ଷ୍ଟ ଡେ। ତ ଆମେ ଆସିକି ରାତି 2ଟାରେ ପହଞ୍ଚିକି ରେଷ୍ଟ ନେଇଯାଇଥିଲୁ। ସକାଳୁ ଉଠିକି ଫ୍ରେଶ୍ ହେଇକି ଆମେ ବାହାରି ଗଲୁ ବୁଲାବୁଲି କରିବା ପାଇଁ। ଆଉ ଆମ ରୁମ୍ ସାଇଡ଼୍ର ବି ଏମିତି କିଛି ଥିଲା, ବହୁତ ହି ବଢ଼ିଆ ଥିଲା। ଆଉ ଅନଫର୍ଚୁନେଟଲି ଆମ ମ୍ୟାଚିଂ ବି ମାନେ ଡ୍ରେସ୍ କମ୍ବିନେସନ୍ ବି ଆଜି ସେମ୍ ହ୍ୱାଇଟ୍ ହିଁ ହେଇଯାଇଥିଲା। ବଟ୍ ଆମେ ଏମିତି କିଛି ବି ପ୍ଲାନ୍ କରିନଥିଲୁ। ତ ଆପେ ଭାଇ ପଳେଇ ଆସିଲେ 9ଟା 9:30 ବେଳକୁ। ଆମେ ପଳେଇ ଆସିଲୁ ସବୁ ଗ୍ୟାଙ୍ଗଟକ୍ରେ ଆଜି ଯାହା ବି ସବୁ ଜିନିଷ ଅଛି ଦେଖିବା ପାଇଁ। ଫାର୍ଷ୍ଟ ଆସିଲୁ, ଏଇଟା ଗୋଟେ ୱାଟରଫଲ୍। ଆଉ ସବୁଠୁ ଭଲ କଥା ଜାଣିଛନ୍ତି, ଗ୍ୟାଙ୍ଗଟକ୍ରେ ଏତେ ସୁନ୍ଦର ସୁନ୍ଦର ସବୁ ଫୁଲ, ଆପଣଙ୍କ ଆଖି ଲାଖିଯିବ। ତ ଏଠି ଆମେ ଆସିକି ଫାର୍ଷ୍ଟ ଟିଫିନ୍ କଲୁ। ଆଉ ଟିଫିନ୍ ବହୁତ ହି ଟେଷ୍ଟ ଥିଲା। ଆଳୁ ପରଟା ତ ମୁଁ ଏମିତି ମୋ ଲାଇଫ୍ରେ କେବେ ବି ଖାଇନି। ଆଉ ଗୋଟେ ଥୁକା ଆଣିକି ଖାଇଲୁ। ଆଉ ମୋମୋ ତ ଏଠାର ସବୁଠୁ ବେଷ୍ଟ। ତ ଏଠି କିଛି ଫଟୋ ବି ଉଠାଉଠି କଲୁ। ଏଠି ସିକିମ୍ରେ ଯାହା କୁହନ୍ତୁ କିନ୍ତୁ ଯେତେ ବି ଥଣ୍ଡା ଥାଉ, ଏଠିର ସବୁ ସାଇଟ୍ ସିନ୍ ଭ୍ୟୁ ବହୁତ ହି ଭଲ ଥିଲା। ତ ଆମେ ବହୁତ ସାରା ଏଠି ଫଟୋ ଉଠାଉଠି କଲୁ, ମଜାମସ୍ତି କଲୁ। ତ ଏଠି ଗୋଟେ ୱାଟରଫଲ୍ ଥିଲା, ଏଇଟା ବହୁତ ବଡ଼ ୱାଟରଫଲ୍ଟେ। ଏତେ ସୁନ୍ଦର ଜାଗା, ଏଠୁ ଯିବାକୁ ହିଁ ଇଚ୍ଛା ହେଉନଥିଲା। ତ ଆପଣ ଗୋଟେ କଥା କହିବି, ଯାହାର ବ୍ରେକଅପ୍ ହୋଇଥିବ ଆପଣ ସିକିମ୍ ପଳାଇବେ। ଏତେ ସୁନ୍ଦର ସୁନ୍ଦର ଜାଗାରେ ଆପଣଙ୍କ ମାଇଣ୍ଡ ପୁରା ଫ୍ରେଶ୍ ହେଇଯିବ, ଡିପ୍ରେସନ୍ରୁ ବି ଆଉଟ୍ ହେଇଯିବେ। ତ ସବୁ ବୁଲାବୁଲି ସରିଲା ପରେ ଗୋଟେ ଥଣ୍ଡା ପିଇଦେଲୁ। ତାପରେ ନେକ୍ସଟ ଲୋକେସନ୍କୁ ଗଲୁ। ନେକ୍ସଟ ଲୋକେସନ୍ ବି ବହୁତ ହି ଭଲ ଥିଲା। ଆଉ ସାଇଟ୍ରେ ଗଲା ଭିତରେ ଆମେ ବହୁତ ସାରା ୱାଟରଫଲ୍ ଦେଖିଲୁ। ଏଠି ବହୁତ ସାରା ୱାଟରଫଲ୍ ଅଛି। ଏଟା ଗୋଟେ ବୁଦ୍ଧ ଟେମ୍ପଲକୁ ଆସିଲୁ, ବୁଦ୍ଧ ମନେଷ୍ଟ୍ରିକୁ ଆସିଲୁ। ଏଠି ବି ବହୁତ ହି ଭଲ ଥିଲା। ଆଉ ଏଠୁ ଆସିକି ରିଟର୍ନ କଲାବେଳକୁ 3ଟା ପାଖାପାଖି ଯାଇଥିଲା। ବହୁତ ଜୋରସେ ଥଣ୍ଡା ପଡ଼ିଯାଇଥିଲା। ତ ଆମକୁ ବି ଭୋକ ହୋଇଯାଉଥିଲା ବହୁତ ଜୋରସେ। ବଟ୍ ସେଠି ତ କିଛି ବି ଏତେ ଏମିତି ଭଲ ଖାଇବାକୁ ମିଳୁନଥିଲା। ତ ଆଉ ଏଠି ବହୁତ ସାରା ମ୍ୟାଗ୍ନେଟ୍ କିଛି କିଣିନେଲୁ ଘର ପାଇଁ ନେବା ପାଇଁ, ଯେଉଁଟା ଏମିତି ଭଲ ଲାଗିଲା। କିନ୍ତୁ ଏଇଟା ଯେହେତୁ ପାହାଡ଼ ଏରିଆ, ଟିକେ ରେଟ୍ ବି ଅଧିକ ଥିଲା। ନେକ୍ସଟ ଆମେ ଗଲୁ ଗଣେଶ ଟେମ୍ପଲ୍। ସେଠି ଫାର୍ଷ୍ଟ ମାନେ ଏଠି ଯାହା ଥିଲା ଖାଇଦେଲୁ, ପୁଚକା ଆଉ ଗୋଟେ ସମୋସା ଚାଟ୍ ଏମିତି କିଛି ଖାଇଦେଲୁ। ଆଉ ଏଠି ବାବାଙ୍କ ଦର୍ଶନ ବି ହେଲା, ଗଣେଶ ବାବାଙ୍କ ଦର୍ଶନ ବି ହେଲା। ବହୁତ ସାରା ବହୁତ ବଢ଼ିଆ ଲାଗିଲା। ଆଉ ସାଇଡ଼୍ ଭ୍ୟୁ ବି ଏଠି ଭଲ ଥିଲା। ତାପରେ ଆମେ ଗୋଟେ ରୋପୱେ ଗଲୁ, କିନ୍ତୁ ଏଇଟାର ଆମର ଏକ୍ସପେକ୍ଟ ବହୁତ ଖରାପ ଥିଲା, ଜମା ବି ଭଲ ଲାଗିଲାନି ଏତେ, କାରଣ ବହୁତ ସାରା ଭିଡ଼ରେ ଗଲୁ। ତ ତାପରେ ଆମେ MG ମାର୍କେଟ ଲାଷ୍ଟକୁ ଗଲୁ। ଏଠି ଆଇ ଲଭ୍ ଗ୍ୟାଙ୍ଗଟକ୍ ଲେଖା ହେଇଥିଲା, ଫଟୋ ଉଠେଇଲୁ, ବହୁତ ସାରା କିଣାକିଣି କଲୁ। ତାପରେ ଆଇସ୍କ୍ରିମ୍ ବି ଖାଇଲୁ। ଛୁଆଙ୍କ ପାଇଁ କିଛିଟା କିଣାକିଣି କଲୁ। ତାପରେ ରୁମ୍କୁ ପଳେଇ ଆସିଲୁ। ଆଜି ଆଗକୁ ଆହୁରି ବହୁତ ବଢ଼ିଆ ବଢ଼ିଆ ମିନି ବ୍ଲଗ୍ ଆପଣ